ପରିଡ଼ା ବାବୁ କଟକରୁ ସିଧା ଆସି ପହଞ୍ଚିଲେ ଭୁବନେଶ୍ୱର ବାଣୀବିହାର ଛକ କଲ୍ୟାଣ ଜୁଏଲର୍ସ ସାମ୍ନାରେ ଥିବା ମୋ ବସ୍ ଷ୍ଟପରେ। ପରିଡ଼ା ବାବୁଙ୍କ ଏକ୍ସାଇଟମେଣ୍ଟ ତ ଆପଣ ଦେଖିପାରୁଥିବେ। ହେଲେ ପରିଡ଼ା ବାବୁ ଏତେ ଏକ୍ସାଇଟମେଣ୍ଟ କାହିଁକି? ଏଥିପାଇଁ ଆମକୁ ପୁରା ଭିଡିଓଟା ଦେଖିବାକୁ ପଡିବ। ପରିଡ଼ା ବାବୁ କିଛି ନ ଭାବିକି କଲ୍ୟାଣ ଜୁଏଲର୍ସ ସାଇଡରେ ଥିବା ଗଳି ଦେଇ ଆଗକୁ ବଢି ଚାଲିଲେ। ହେଲେ ବାଟରେ ଦହିବରା ଦେଖି ପରିଡ଼ା ବାବୁ ଭୋକ ସମ୍ଭାଳି ନ ପାରି ଗରମ ଗରମ ଘୁଗୁନି ସାଙ୍ଗକୁ ଦହିବରା ମାରି ଆଗକୁ ବଢି ଚାଲିଲେ। ଆରେ ଇଏ ତ ଆମ ନିଓକ୍ରାଫ୍ଟ କ୍ଲିନିକ। ପରିଡ଼ା ବାବୁଙ୍କ ଚନ୍ଦାପଣା ଆସିଯାଇଛି ନା କଣ? ତାହେଲେ ପରିଡ଼ା ବାବୁ ଏକଦମ ରାଇଟ ଜାଗା ଚୁଜ କରିଛନ୍ତି। ପରିଡ଼ା ବାବୁ ସିଢି ଚଢି ରାଇଟ ସାଇଡରେ ଥିବା ନିଓକ୍ରାଫ୍ଟ ହେୟାର ପ୍ୟାଚ୍ ସେଣ୍ଟରକୁ ସିଧା ଏଣ୍ଟ୍ରି ମାରିଲେ। ନିଓକ୍ରାଫ୍ଟ ଓଡ଼ିଶାର ପ୍ରଥମ ଥର ପାଇଁ 0% ଇଏମଆଇରେ ହେୟାର ପ୍ୟାଚ୍ ଯୋଗାଇ ଦେଉଛି। ମ୍ୟାନେଜର ବାବୁ ଚିକି ଚିକିଆ ଦାନ୍ତ ଦେଖେଇ ପରିଡ଼ା ବାବୁଙ୍କୁ ବସିଯିବା ପାଇଁ କହିଲେ। ମ୍ୟାନେଜର ବାବୁ ମୁଣ୍ଡରେ ହାତ ବୁଲେଇ ହେୟାର କଣ୍ଡିସନ ଦେଖି ମାପଚୁପ କଲା ପରେ ପରିଡ଼ା ବାବୁଙ୍କ ମୁଣ୍ଡ ଅନୁସାରେ ଭେରାଇଟିଜ ଅଫ ହେୟାର ପ୍ୟାଚ୍ ଦେଖାଇଲେ। ହେୟାର ପ୍ୟାଚ୍ ଫାଇନାଲ ହେବା ପରେ ପରିଡ଼ା ବାବୁ ପ୍ୟାଚ୍ ରୁମକୁ ହାଲକେଇକି ଏଣ୍ଟ୍ରି ମାରିଲେ। ପୁଣି ଫାଇନାଲ ମେଜରମେଣ୍ଟ ପରେ ପରିଡ଼ା ବାବୁଙ୍କ ଚିକଣିଆ ଷ୍ଟିଲ ମୁଣ୍ଡକୁ ଆମ ହେୟାର ପ୍ୟାଚ୍ ଟେକ୍ନିସିଆନ ସାମ୍ପୁ ଦେଇ ଭଲ ଭାବେ ସଫା କରିଦେଲେ। ଏବେ ଟୋଟାଲ ଉପରେ କହିବାକୁ ଗଲେ ପରିଡ଼ା ବାବୁ ମଇଦାନକୁ ପୁରା ରେଡି। କାଲ୍ପ ପ୍ରୋଟେକ୍ଟର ସ୍ପ୍ରେ କରି ଆମ ହେୟାର ପ୍ୟାଚ୍ ଟେକ୍ନିସିଆନ ହେୟାର ପ୍ୟାଚଟିକୁ ପରିଡ଼ା ବାବୁଙ୍କ ମୁଣ୍ଡରେ ଭଲ ଭାବେ ସେଟ୍ କରିଦେଲେ। ପରିଡ଼ା ବାବୁ ଏବେ ପୁରା ଅପରିଚିତ ମୁଭିର ହିରୋ ଭଳି ସାଂଘାତିକ ଲୁକ୍। ଟେକ୍ନିସିଆନ ହେୟାର ପ୍ୟାଚକୁ ଭଲ ଭାବେ କଟାକଟି କରି ସେଟ୍ କରିଦେଲେ। ପରିଡ଼ା ବାବୁ ଏବେ ପୁରା ରେଡି। ମୁହଁରେ ଖିଲିଖିଲି ହସ ଦେଇ ଡନ୍ କରିଦେଲେ। ଆପଣ ବି ଯଦି ମାତ୍ର 45 ମିନିଟ୍ସରେ ଇନଷ୍ଟାଣ୍ଟ ଲୁକ୍ ଚାହୁଁଛନ୍ତି ତାହେଲେ ନିଓକ୍ରାଫ୍ଟ ଆସନ୍ତୁ, ନିଜର କନଫିଡେନ୍ସ ବଢାନ୍ତୁ।